ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଜୀବନର ବାସ୍ତବିକ ସତ୍ୟ କଥା। ଜୀବନରେ ଦୁଇଟି କଥା ସବୁବେଳେ ମନେ ରଖନ୍ତୁ। ଏକରେ, ଜିନିଷ ଗୁଡ଼ିକୁ ସୁରକ୍ଷିତ ଭାବରେ ରଖାଯାଇଥିଲେ ଏବଂ ଧ୍ୟାନର ସହିତ ଶୁଣାଯାଇଥିବା କଥା ତାହା କେବେ ନା କେବେ ଆମ କାମରେ ଆସିବ। ଦୁଇରେ, ମନେ ରଖନ୍ତୁ ଯେ ରାଗିବା ସମୟରେ ଟିକେ ଅଟକି ଗଲେ ଏବଂ ଭୁଲ କଲେ ଟିକେ ହାର ମାନିଗଲେ ଦେଖିବେ ଜୀବନ ସହଜ ହୋଇଯାଏ। କଲମ ଯେତେ ଦାମୀ ହେଉନା କାହିଁକି, ଯଦି କାଳି ନଥାଏ ସେ ମୂଲ୍ୟହୀନ। ଠିକ୍ ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି, ସଂସ୍କାର ଆଉ ବ୍ୟବହାର ନଥିଲେ ସେ ବି ମୂଲ୍ୟହୀନ ହୋଇଥାଏ। ପ୍ରତିଶୋଧର ଆବଶ୍ୟକତା ନାହିଁ, କେବଳ ବସିକି ଦେଖନ୍ତୁ। ଯେଉଁମାନେ ଆପଣଙ୍କୁ ଆଘାତ କରିବେ, ଶେଷରେ ସେମାନଙ୍କ ଅବସ୍ଥା କ'ଣ ହେବ? ଯଦି ଆପଣ ଭାଗ୍ୟବାନ ହୋଇଥିବେ, ଭଗବାନ ଆପଣଙ୍କୁ ଦେଖିବା ପାଇଁ ସୁଯୋଗ ନିଶ୍ଚୟ ଦେବେ। ଏ ଦୁନିଆକୁ ଖାଲି ହାତରେ ଆସିଥିବା ମଣିଷ ସବୁ କିଛି ପାଇବା ପାଇଁ ଜୀବନ ସାରା ଷ୍ଟ୍ରଗଲ୍ କରିଥାଏ, ବହୁତ କଷ୍ଟ ବି କରିଥାଏ। ଶେଷରେ ସବୁ କିଛି ଛାଡ଼ି ଖାଲି ହାତରେ ଏ ସଂସାରରୁ ଚାଲି ଯାଇଥାଏ। ଏହା ହିଁ ବାସ୍ତବିକ ସତ୍ୟ କଥା। ସମସ୍ତଙ୍କ କଥା ଶୁଣନ୍ତୁ, ଆପଣଙ୍କ ହୃଦୟ ଯାହା କହୁଛି ତାହା କରନ୍ତୁ। ଆପଣଙ୍କ ହୃଦୟର କଥାକୁ ପାଳନ କରନ୍ତୁ, କାରଣ ଆପଣଙ୍କ କାନରେ ମିଶା ହୋଇଥିବା ବିଷ ଅନେକ ସମ୍ପର୍କକୁ ନଷ୍ଟ କରିଦେଇଥାଏ। ଆପଣଙ୍କ କାନରେ ଯେଉଁ ଫୋଡ଼ା ହୋଇଥିବା କଥା ଗୁଡ଼ାକ, ସେଇ କଥା ଗୁଡ଼ିକ ବହୁତ ସମ୍ପର୍କକୁ ନଷ୍ଟ କରିଦେଇଥାଏ। ସେଥିଲାଗି ଆପଣଙ୍କ ହୃଦୟ, ଆପଣଙ୍କ ମନ ଯାହା କହୁଛି ସେୟା କରନ୍ତୁ। ପ୍ରେମ, ସମ୍ମାନ ଓ ଅପମାନ, ଏହି ତିନୋଟି ଏକ ପ୍ରକାର ନିବେଶ। ଆପଣ ଅନ୍ୟକୁ ଯାହା ଦେବେ ତାହା ଆପଣ ତାଠାରୁ ଅନେକ ଗୁଣ ଅଧିକ ଫେରି ପାଇବେ। ମନେ ରଖନ୍ତୁ, ଚାମଚଟି ଯେଉଁ ପାତ୍ରରେ ରଖାଯାଏ ତାହାକୁ ଖାଲି କରିଦିଏ। ସେଥିପାଇଁ ସବୁବେଳେ ଚାଟୁକାରମାନଙ୍କ ଠାରୁ ସତର୍କ ରୁହନ୍ତୁ। ମନେ ରଖନ୍ତୁ, ଏଠି କିଛି ବି ଚିରସ୍ଥାୟୀ ନୁହେଁ। ନା ଲୋକ, ନା ଜିନିଷ, ନା ସମ୍ପର୍କ, ନା ଦୁଃଖ ଏବଂ ନା ଜୀବନ। ସମ୍ପର୍କର ମାଳି ଯେତେବେଳେ ଭାଙ୍ଗିଯାଏ ନା, ତାକୁ ଆଉଥରେ ପୁଣି ଯୋଡ଼ିଲା ବେଳକୁ ସେ ଛୋଟ ହୋଇଯାଏ। କାରଣ କିଛି ଭାବନାର ମୁକ୍ତା ବିଛାଡ଼ି ହୋଇ ଅଲଗା ହୋଇଯାଇଥାଏ। ଜଣେ ଯତ୍ନବାନ ବନ୍ଧୁ, ଜଣେ ବୁଝାମଣାକାରୀ ପଡ଼ୋଶୀ, ଜଣେ ସମ୍ମାନଜନକ ସମ୍ପର୍କୀୟ ଏବଂ ଏକ ପ୍ରେମମୟ ପରିବାର, ଏଗୁଡ଼ିକ ସବୁ ସେହି ହୀରା ଯାହା ଜୀବନକୁ ସବୁଦିନ ପାଇଁ ଉଜ୍ଜଳ କରିଥାଏ। ଧ୍ୟାନ ରଖନ୍ତୁ, କ'ଣ ଆପଣଙ୍କୁ ଜଣାଅଛି କି କ୍ରୋଧର ପୁରା ଖାନଦାନ ଅଛି। କ୍ରୋଧର ପ୍ରିୟ ଭଉଣୀ ହେଉଛି ଜିଦି, କ୍ରୋଧର ପତ୍ନୀ ହେଉଛି ହିଂସା, କ୍ରୋଧର ବଡ଼ ଭାଇ ହେଉଛି ଅହଙ୍କାର, କ୍ରୋଧର ବାପା ଯାହାକୁ ସେ ଡରିଥାଏ ସେ ହେଉଛି ଭୟ, କ୍ରୋଧର ଝିଅ ନିନ୍ଦା ଏବଂ ଚୁଙ୍ଗୁଲି, କ୍ରୋଧର ପୁଅ ହେଉଛି ଶତ୍ରୁତା। ଏହି ପରିବାରର ଜଣେ ଦୁଷ୍ଟ ବୋହୂ ଅଛି, ସେ ହେଉଛି ଈର୍ଷା। କ୍ରୋଧର ନାତୁଣୀ ଘୃଣା, କ୍ରୋଧର ମା' ହେଉଛି ଅବହେଳା, ଘୃଣା ହେଉଛି କ୍ରୋଧର ପିତାମହ। ଏହି ପରିବାରରୁ ସବୁବେଳେ ଦୂରେଇ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ, ଖୁସିରେ ବଞ୍ଚନ୍ତୁ। ଜୀବନରେ ଗୋଟେ କଥା ସବୁବେଳେ ମନେ ରଖନ୍ତୁ, କାହାକୁ ନିଜ କଥାବାର୍ତ୍ତା ଦ୍ୱାରା କଷ୍ଟ ଦିଅନ୍ତୁ ନାହିଁ। ମନେ ରଖନ୍ତୁ, ଆପଣଙ୍କର ମଧ୍ୟ ଭୁଲ ଅଛି ଏବଂ ଅନ୍ୟମାନଙ୍କର ମଧ୍ୟ ଜିଭ ଅଛି। ଭାଙ୍ଗି ଯାଇଥିବା କଲମ ଏବଂ ଅନ୍ୟ ପ୍ରତି ଈର୍ଷା କେବେ ବି ନିଜର ଭାଗ୍ୟ ଲେଖିବାକୁ ଦେଇନଥାଏ। ମନେ ରଖନ୍ତୁ, ସମସ୍ୟାର ସମାଧାନ ଚିନ୍ତା କଲେ ସମାଧାନ ହୁଏ, ରାଗିବା ଦ୍ୱାରା ନୁହେଁ। ଆଶା ମୋର ନିଶ୍ୱାସକୁ କହୁଛି, ଧୈର୍ଯ୍ୟ ରଖିବା ଶିଖନ୍ତୁ। ନ ମାଗିଲେ ମଧ୍ୟ ମୁକ୍ତା ମିଳିବ, ଦାନା ମାଗିଲେ ମଧ୍ୟ ମିଳିବ ନାହିଁ। ସେଥିଲାଗି ସବୁବେଳେ ଧୈର୍ଯ୍ୟ ଧରନ୍ତୁ। ସବୁବେଳେ ଆପଣଙ୍କ ମନ ଏବଂ ପୋଷାକ ସଫା ରଖନ୍ତୁ, କାରଣ ମନ ମନକୁ ଭେଟିବ ଏବଂ ପୋଷାକରୁ ସମ୍ମାନ ମିଳିବ। ମନେ ରଖନ୍ତୁ, ଚେହେରା ଏବଂ ପଇସା ଉପରେ କେବେ ବି ହେଲେ ଗର୍ବ କରନ୍ତୁ ନାହିଁ। କାହିଁକି ନା ଗରିବୀ ଏବଂ ବେମାରୀ, ଏଇ ଦୁଇଟା ଯାକ ହେଲେ ଯେତେବେଳେ ଆସେ କେବେ ପଚାରିକି ଆସନ୍ତି ନାହିଁ। ଗରିବୀ ଏବଂ ବେମାରୀ ଉଡ଼ିବା ଏକ ବଡ଼ କଥା। ପ୍ରତିଦିନ ଉଡ଼ନ୍ତୁ, କିନ୍ତୁ ସନ୍ଧ୍ୟାରେ ତଳକୁ ଫେରି ଆସନ୍ତୁ। କାରଣ ଯେଉଁମାନେ ଆପଣଙ୍କ ସଫଳତାରେ ତାଳି ମାରି
ଆପଣଙ୍କୁ ଆଲିଙ୍ଗନ କରନ୍ତି ସେମାନେ ସମସ୍ତେ ତଳେ ହିଁ ରୁହନ୍ତି। ଧ୍ୟାନ ରଖନ୍ତୁ, ଆପଣ ସେହି ବ୍ୟକ୍ତିଙ୍କ ହାତ ଧରିବା ଉଚିତ ଯାହାକୁ ଆପଣ ସୁଖରେ ଛାଡ଼ିବେ ନାହିଁ ଏବଂ ଯିଏ ଆପଣଙ୍କୁ ଦୁଃଖରେ ଛାଡ଼ିବ ନାହିଁ। ମନେ ରଖନ୍ତୁ, ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ନିକଟରେ ଅଭିଯୋଗ କରିବା ବୃଥା। ସେମାନଙ୍କ ଆଗରେ ଅଭିଯୋଗ ହିଁ କରନ୍ତୁ ନାହିଁ। ମନେ ରଖନ୍ତୁ, ଅତ୍ୟଧିକ ନିର୍ଭରଶୀଳତା ଏବଂ ଅତ୍ୟଧିକ ସାନ୍ତ୍ୱନା ଜଣେ ବ୍ୟକ୍ତିକୁ ବିକଳାଙ୍ଗ କରିଥାଏ। ମନେ ରଖନ୍ତୁ, ଯେତେବେଳେ ଭାଗ୍ୟ ଏବଂ ପରିସ୍ଥିତି ଉଭୟ ଆପଣଙ୍କୁ ସମର୍ଥନ କରେ ନାହିଁ ସେତେବେଳେ ଆପଣଙ୍କୁ ଯେଉଁମାନଙ୍କର କୌଣସି ସ୍ଥିତି ନାହିଁ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ପଡ଼ିଥାଏ। କୁହାଯାଏ ଯେ ପ୍ରତିଦିନ କାହାର ଘରକୁ ଯିବା ଦ୍ୱାରା ତାଙ୍କର ସମ୍ମାନ ହ୍ରାସ ହୋଇଯାଏ, ନିଜର ଗୋଟେ ସମ୍ମାନ ହ୍ରାସ ହୋଇଯାଏ। କିନ୍ତୁ ଗୋଟିଏ ପରମେଶ୍ୱରଙ୍କ ଘର ହେଉଛି ସେଇଟା ହେଉଛି ପରମେଶ୍ୱର ପ୍ରଭୁଙ୍କ ଘର, ଯାହାକି ମନ୍ଦିର, ଯେଉଁଠାରେ ପ୍ରତିଦିନ ଯିବା ଦ୍ୱାରା ନିଜର ସମ୍ମାନ ବୃଦ୍ଧି ପାଏ। ଜୀବନରେ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣ ସର୍ବଦା ମହାନ ଲୋକଙ୍କ ସାଥରୁ ଭଲ ଜିନିଷ ପାଆନ୍ତି। କାରଣ ଯେତେବେଳେ ପବନ ଫୁଲ ମଧ୍ୟ ଦେଇ ଗତି କରେ ସେଗୁଡ଼ିକ ମଧ୍ୟ ସୁଗନ୍ଧିତ ହୋଇଥାଏ, ସେଗୁଡ଼ିକ ମଧ୍ୟ ବାସ୍ନା ହୋଇଥାଏ। ଈଶ୍ୱର ଆମକୁ ଏତେ ନିଶ୍ଚିନ୍ତ ଭାବରେ ଏହି ଜଗତକୁ ପଠାନ୍ତି ଯେ ଆମକୁ ଆସିବା ସମୟରେ କିଛି ଆଣିବାକୁ ପଡ଼ିବ ନାହିଁ କିମ୍ବା ଯିବା ସମୟରେ କିଛି ନେବାକୁ ପଡ଼ିବ ନାହିଁ। କେବଳ ଆପଣଙ୍କ କାର୍ଯ୍ୟ ଏବଂ ଆପଣଙ୍କଠାରୁ ନିଆଯାଇଥିବା ପରମେଶ୍ୱରଙ୍କ ନାମ ଆପଣଙ୍କ ସହିତ ଯାଇଥାଏ। ମା ରାଧା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପଚାରିଲେ କି ପ୍ରେମର ଅସଲି ଅର୍ଥ କ'ଣ? ପ୍ରଭୁ ଶ୍ରୀକୃଷ୍ଣ ହସିକି କହିଲେ, ଯେଉଁଠାରେ ସ୍ୱାର୍ଥପରତା ଥାଏ ସେଠାରେ ପ୍ରେମ କେଉଁଠୁ ଆସିବ? କୌଣସି ନିଶା ହେଉ କିମ୍ବା ଭୁଲ ବ୍ୟକ୍ତି ଯଦି କେହି ଏଥିରେ ନିଶାଗ୍ରସ୍ତ ହୋଇଯାଏ ତେବେ ଜୀବନ ନଷ୍ଟ ହୋଇଯାଏ। ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ସରିଯାଏ ସେତେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଗୋଟେ ନୂଆ ବାହାନା ସୃଷ୍ଟି ହୋଇଯାଏ, ଯାହା ନାମ ହେଉଛି ପରିସ୍ଥିତି। ପରିସ୍ଥିତି ଭଲ ନାହିଁ କହିକି ସମ୍ପର୍କକୁ ଭାଙ୍ଗି ଦିଆଯାଏ। ଯେତେବେଳେ ଆପଣ ନିଜ ପାଣି ଭାର ନିଜେ ବୋହିବେ ସେତେବେଳେ ହିଁ ଆପଣ ପ୍ରତି ବୁନ୍ଦା ପାଣିର ମୂଲ୍ୟକୁ ବୁଝିପାରିବେ। ଯେତେବେଳେ ଆପଣ ନିଜ ପାଣିର ଭାର ନିଜେ ବୋହିବେ ସେତେବେଳେ ହିଁ ଆପଣ ପ୍ରତି ବୁନ୍ଦାର ପାଣିର ମୂଲ୍ୟ ବୁଝିପାରିବେ। ଏମିତି ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।